ଆଲୋଚନା କରିନାହାନ୍ତି କି ଆପଣ? ମୋ ପୁଅକୁ କରିଛି। ବନ୍ଧୁ ବି କହୁଥିଲା ବନ୍ଧୁ ଆସନ୍ତି ନା ଭଉଣୀ ଆସେ ଭଉଣୀ ଆସିବ ଭଉଣୀ ଘରେ ପଶିବ ଭଉଣୀ କଥା ହବ ତା ବାଟରେ ସେ ଯିବ। ବୋଉ ମୋ କଥା ଶୁଣେ ନା। ପୁଅକୁ ମୁଁ ଯାହା କହିବା କଥା କୁହେ। ମୁଁ କେବେ ଖରାପ ଶିକ୍ଷା ଦୀକ୍ଷା ଦିଏ ନା। ମୁଁ ସବୁବେଳେ କହେ ତୁ ତୋ କାମରେ ଆଗା, କାମରେ ନା କର, ଆଉ ଭଗବାନଙ୍କ ଉପରେ ଭରସା କର, ତୋର ସବୁ ଠିକ ହେଇଯିବ। 8 ବର୍ଷ 9 ବର୍ଷ ପରେ। ନାଇଁ ବାବା, ନାଇଁ ତା ଆମର କେହି ବାବା ଶତ୍ରୁ ନାହାନ୍ତି ନା, କେହି ନାହିଁ। ହଁ, ମୁଁ ଖାଲି ଭାବୁଛି ତାଙ୍କ ସଂସାର ଜୀବନରେ କିଛି ଚିନ୍ତାଗ୍ରସ୍ତ ରହୁଥିଲେ, କିନ୍ତୁ ଆମର କେହି ଶତ୍ରୁ ନାହାନ୍ତି। ଏଇ କାଲି 10ଟା 11ଟା ବେଳେ ଦିନରେ ସକାଳେ ଘରେ ନଥିଲେ, ସେ ଯାତ୍ରା ପାଟିରେ ଥିଲେ। ସିଏ ଆସିଥିଲା 15 ଦିନ ଖଣ୍ଡେ ଥବ, ତା ଶାଳୀର ବାହାଘର ଥିଲା, ବାଲେଶ୍ୱରରୁ ଆସିଥିଲା। ଆସିକି ସାଙ୍ଗେ ସାଙ୍ଗେ ଯାଇ ଦେଖା କରିକି ପୁଣି ବାଲେଶ୍ୱର ଚାଲିଗଲା। ତାପରେ ଆଉ ଆସିନଥିଲା। ଆଜି ଆସିଥିଲା। ମୁଁ 9ଟା ବେଳେ ଖବର ପାଇଲି। ଆଜ୍ଞା, କିନ୍ତୁ ଏକଥା ଦିଅନ୍ତ ବୋଲି ମୁଁ ଜାଣିନି। ମୋତେ କହେ ସେ ବୋଉ ଫୋନ୍ କଲା ଯେ ବୋଉ ଆପଣଙ୍କ ପୁଅ ଦେହ ଭଲ ନାହିଁ, ଆକ୍ସିଡେଣ୍ଟ ହେଇଛି, ସେ ମେଡ଼ିକାଲରେ ଅଛନ୍ତି, ଆଉ ଆପଣ ଯାଆନ୍ତୁ, ମୋ ଦେହ ଭଲ ନାହିଁ। ମୁଁ ଜଣକୁ ହଁ, ମୋ ଦେହ ଭଲ ନାହିଁ, ଆଉ ମୁଁ ଲୋକ ପଠଉଛି, ତମେ ତାଙ୍କ ସାଙ୍ଗରେ ଯା। ମତେ ସେଇଠୁ ସେ ଲୋକ ଆସିଲେ, ମୋ ଝିଅର ପରୀକ୍ଷା ତାର କଣ ପରୀକ୍ଷା, ଏଠି କହିଲେ ଯେ ମୋ ଝିଅ ଭଲ ନାହିଁ। ତାପରେ ସେଇଠୁ ସେ ଲୋକ ଆସିଲେ, ମତେ ନେଇକି ଗଲେ। ସେଇଠୁ ତାପରେ ସେ କଣ ଶୁଣିଲେ, ତାପରେ ମତେ କହିଲେ ଆଉ ରାତିରେ ଗାଡ଼ି ଚଲେଇକି ଯିବାନି, କାଲି ଯିବା। ତାପରେ ତ ସେଠୁ ବୋଉ ଆସିକି ମତେ କହିଲା ଯେ ଏମିତିଆ। ଆଉ କଣ ଅଛି ସମୁଦିଆଣୀ, ଆଉ ଝୁଅକୁ ଆଉ ବାପ ଝୁଅ ତ ମାରିଦେଲେ ମୋ ପୁଅକୁ, ଆଉ